ଦୂରରୁ ଦେଖିଲେ ଅନ୍ୟର କାମ ଆମକୁ ବହୁତ ସହଜ ଲାଗିଥାଏ। ଆମକୁ ଏମିତି ଲାଗିଥାଏ ସେ ଲୋକଟି କ'ଣ ବା କରୁଛି। ଆମେ ଏମିତି ବହୁତ ଥର କହିଦେଇଥାନ୍ତି ଏହିପରି, ତମର କାମ ହିଁ କ'ଣ, ତମକୁ ତ କିଛି କରିବାକୁ ପଡ଼ୁନଥିବ। ଦୂରରୁ ଦେଖିବା ଆଉ ପାଖରୁ ଦେଖିବାରେ ବହୁତ ଫରକ ହୋଇଥାଏ। ଆମକୁ ଯେଉଁଟା ଦେଖାଯାଇଥାଏ ତାର ଡେପ୍ଥ ମଧ୍ୟ ଥାଏ। କିଛି ନ ଜାଣି ନ ଶୁଣି କହିଲେ ଜୀବନରେ ଅନୁତାପ ଅପେକ୍ଷା କିଛି ମିଳିନଥାଏ। ଦିନେ ଥରେ ରାଜା ରାଜ୍ୟ ଭ୍ରମଣରେ ତାଙ୍କ ମନ୍ତ୍ରୀ ସହିତ ବାହାରିଲେ, ରଥ ଉପରେ ବସିଲେ ଆଉ ତାଙ୍କ ମନ୍ତ୍ରୀ ସହିତ ଭ୍ରମଣ କରିବାରେ ଲାଗିଲେ। ରାଜାଙ୍କର ଯେଉଁ ଅବଜର୍ଭେସନ୍ ହୋଇଥାଏ ବହୁତ ଷ୍ଟ୍ରଙ୍ଗ ହୋଇଥାଏ। ସେ ଦେଖୁଛନ୍ତି, କ'ଣ ଦେଖୁଛନ୍ତି, କିଛି ଯୁବକ ମନ୍ତ୍ରୀକୁ କହୁଛନ୍ତି, ଏ ଦେଖ ମନ୍ତ୍ରୀ ପୁରା ଦିନ ସାରା ରାଜାଙ୍କ ସହିତ ବୁଲିଥାନ୍ତି, ସେ ମଜାମସ୍ତିରେ ବହୁତ ରହିଥାନ୍ତି, ତାଙ୍କୁ ବହୁତ ଭଲ ସାଲେରୀ ରାଜା ଦେଉଥିବେ। କାଶ ଯଦି ମୁଁ ମନ୍ତ୍ରୀ ହୋଇଥାନ୍ତି, ମୁଁ ମଧ୍ୟ ବହୁତ ମଜାମସ୍ତିରେ ରହିଥାନ୍ତି। ମନ୍ତ୍ରୀକୁ କ'ଣ ବା କରିବାକୁ ପଡ଼ୁଛି, ସେ କିଛି କରିନଥାନ୍ତି, ବାସ୍ ରାଜାଙ୍କ ପାଖାପାଖି ରହିଥାନ୍ତି। କେତେ ସହଜ କାମ ଗୋଟିଏ ମନ୍ତ୍ରୀ ବନିବା। ତ ରାଜା ଶୁଣିଦେଲେ, ରାଜା ସେଇ ପିଲାର ଚେହେରାକୁ ନୋଟ୍ କରିଦେଲେ। ସେ ପିଲାର ଚେହେରା କିପରି ଥିଲା। ତା ପରଦିନ ରାଜା ତାଙ୍କ ଦରବାରକୁ ସେଇ ପିଲାକୁ ଡାକିଲେ। ସେ ପିଲା ବହୁତ ନର୍ଭସ୍ ଥିଲା, ଭାଇ କ'ଣ କରିବେ କ'ଣ ନାହିଁ ରାଜା ମୋ ସହିତ। ତ ରାଜା କହିଲେ, ମୁଁ ତମକୁ ମୋର ମନ୍ତ୍ରୀ ବନେଇବାକୁ ଚାହୁଁଛି। ଯେମିତି ସେ ଏ କଥା ଶୁଣିଛି ସେଇ ପିଲା ବହୁତ ଖୁସି ହୋଇଗଲା। ରାଜା କ'ଣ କରିଥିଲା ନା, ସେ ଯେଉଁ ଆକ୍ଚୁଆଲି ମନ୍ତ୍ରୀ ଥିଲା ତାକୁ ଡାକିନଥିଲେ ରାଜ ଦରବାରକୁ। ଯେତେବେଳେ ସେ ଦେଖିଲା ସେଇ ମନ୍ତ୍ରୀ ଜଣକ ନାହିଁ, ତାକୁ ସତରେ ଲାଗିଲା ମୁଁ ହିଁ ମନ୍ତ୍ରୀ ହେବି। ଏବେ ରାଜା କହୁଛନ୍ତି, ତମେ ଶୁଣିପାରୁଛ ବାହାରୁ କିଛି ଆବାଜ ଆସୁଛି। ସେ ଯୁବକଟି କହିଲା, ହଁ ମହାରାଜ। ତ ରାଜା କହିଲେ, ତମେ ଯାଇକି ଦେଖ ବାହାରେ କେଉଁ ଯୁବକର ପ୍ରୋସେସନ୍ ଆସୁଛି ଏବଂ ତାର ନାମ କ'ଣ। ଏବେ ସେଇ ଯୁବକ ଧାଇଁ ଧାଇଁ ଗଲା ଆଉ ପଚାରିକି ଆସିଲା, କହିଲା, ମହାରାଜ ଇଏ ବର। ରାଜା ବହୁତ ଖୁସି ହୋଇଗଲେ। ରାଜା କହିଲେ, ବହୁତ ବଢ଼ିଆ, ଏବେ କୁହ ସେଇ ଯୁବକର ପିତା କିଏ। ତ ଯୁବକଟି କହିଲା, ମହାରାଜ 2 ମିନିଟ୍ ଦିଅନ୍ତୁ, ମୁଁ ପଚାରିକି ଆସୁଛି। ତ ପୁଣି ଥରେ ସେ ଗଲା ଆଉ ପଚାରିକି ଆସିଲା, କହିଲା, ମହାରାଜ ଇଏ ତାଙ୍କ ବାପା। ତ ମହାରାଜ ପୁଣି ଥରେ କହିଲେ, ଏମାନେ କେଉଁଠୁ ଆସୁଛନ୍ତି। ତ ସେ ପୁଣି ଥରେ କହିଲା, ମହାରାଜ କିଛି ସମୟ ଦିଅନ୍ତୁ, ମୁଁ ପୁଣି ଥରେ ଯିବି ପଚାରିକି ଆସିବି। ତ ସେଇ ଯୁବକଟି ପୁଣି ଥରେ ଗଲା ଆଉ କହିଲା, ମହାରାଜ ସେମାନେ ଏଇଠୁ ଆସୁଛନ୍ତି। ରାଜା ପୁଣି ଥରେ କହିଲେ, ସେ କାହାକୁ ବିବାହ କରିବ। ସେଇ ଯୁବକଟି କହିଲା, ମହାରାଜ 2 ମିନିଟ୍ ସମୟ ଦିଅନ୍ତୁ, ମୁଁ ଯାଇକି ପୁଣି ଥରେ ପଚାରିକି ଆସୁଛି। ଏମିତି 10-12 ଥର ରାଜା କହିଲେ ଆଉ ସେ 10-12 ଥର ଯାଇକି ପଚାରିକି ଆସୁଥିଲା। ଆଉ ସେତେବେଳେ ମନ୍ତ୍ରୀ ଆସିଲା। ତ ରାଜା କହିଲେ, ଯାଇକି ଟିକେ ଦେଖି ଆସ ତ ବାହାରେ କାହାର ପ୍ରୋସେସନ୍ ଆସୁଛି। ତ ମନ୍ତ୍ରୀ ଥରେ ଗଲେ ଆଉ ସବୁ ଡିଟେଲ୍ କାଢ଼ିକି ଆସିଲେ ଆଉ କହିଲେ, ମହାରାଜ ଏହି ପିଲାର ବିବାହ ହେଉଛି, ଆର ନାମ ଏଇଟା, ତା ବାପା ନାମ ଏଇଟା, ସେ ତା ଝିଅକୁ ବିବାହ କରୁଛି, ପୁରା ଡିଟେଲରେ କହିଦେଲା ଗୋଟିଏ ଥରକେ। ଏହିସବୁ ଶୁଣିକି ସେଇ ପିଲାର ମୁଣ୍ଡ ତଳକୁ ହୋଇଗଲା। କାହିଁକି ନା ଦୂରରୁ ଦେଖିଲେ ଅନ୍ୟର କାମ ଆମକୁ ବହୁତ ସହଜ ଲାଗିଥାଏ। ଆମକୁ ଏମିତି ଲାଗିଥାଏ ସେ ଲୋକଟି କ'ଣ ବା କରୁଛି। ଆମେ ଏମିତି ବହୁତ ଥର କହିଦେଇଥାନ୍ତି ଏହିପରି, ତମର କାମ ହିଁ କ'ଣ, ତମକୁ ତ କିଛି କରିବାକୁ ପଡ଼ୁନଥିବ। ଦୂରରୁ ଦେଖିବା ଆଉ ପାଖରୁ ଦେଖିବାରେ ବହୁତ ଫରକ ହୋଇଥାଏ। ଆମକୁ ଯେଉଁଟା ଦେଖାଯାଇଥାଏ ତାର ଡେପ୍ଥ ମଧ୍ୟ ଥାଏ। କିଛି ନ ଜାଣି ନ ଶୁଣି କହିଲେ ଜୀବନରେ ଅନୁତାପ ଅପେକ୍ଷା କିଛି ମିଳିନଥାଏ। ଯଦି ଆପଣ ମୋ ଚ୍ୟାନେଲକୁ ନୂଆ ଆସିଛନ୍ତି ତ ମୁଁ ଆପଣଙ୍କୁ କହିଦେଉଛି, ମୁଁ ଏଇ ଚ୍ୟାନେଲରେ ଡେଲି ଏମିତିକା ଭିଡ଼ିଓ ଅପଲୋଡ଼ କରୁଛି ଯେଉଁଟାକି ଆପଣଙ୍କୁ ଭଲ ବ୍ୟକ୍ତି ବନିବାରେ ସାହାଯ୍ୟ କରିବ। ଆଉ ହଁ, ଆପଣଙ୍କ ସୋସିଆଲ ଲାଇଫ୍ ଆଉ ମେଣ୍ଟାଲ ହେଲ୍ଥକୁ ମଧ୍ୟ ଠିକ୍ କରିପାରିବେ। ଆପଣଙ୍କ ସହିତ କେଉଁ ସିଚୁଏସନ୍ ଘଟିଲା, ଆପଣ ସେଇ ସିଚୁଏସନ୍ରେ କିପରି ରିଆକ୍ଟ କରିବେ, ଇଟ୍ସ ଅଲ୍ ଆବାଉଟ୍ ମାଇଣ୍ଡ ଗେମ୍। ସି ୟୁ ନେକ୍ସଟ ଭିଡ଼ିଓ, ବି ହ୍ୟାପି, ବି ଲାଇଫ୍।